ଚାଲିଛି ବିଜୟ ହଜାରେ ଟ୍ରଫି। ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ରୋହିତ ଶର୍ମା। ମୁମ୍ବାଇ ପକ୍ଷରୁ ଖେଳୁଥିବା ପ୍ରଥମ ମୁକାବିଲାରେ ରୋହିତଙ୍କ ହିଟମ୍ୟାନ୍ ଶୋ ଦେଖିଛନ୍ତି ଦର୍ଶକ। ସିକିମ୍ ବିପକ୍ଷରେ ଛକା ଚୌକା ବର୍ଷା କରିଛନ୍ତି ସେ। ନିଜ ଦମ୍ରେ ସେ ମୁମ୍ବାଇକୁ 8 ୱିକେଟ୍ରେ ବିଜୟୀ କରାଇଛନ୍ତି। ଗତ ବୁଧବାର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ଗର୍ଜିଥିଲା ରୋହିତଙ୍କ ବ୍ୟାଟ୍। ହଜାର ହଜାର ଫ୍ୟାନ୍ଙ୍କ ମନୋରଞ୍ଜନ କରିଥିଲେ ସିକ୍ସ ହିଟର। 94 ବଲ୍ରୁ 155 ରନ୍ କରିଥିଲେ ସେ। ଏଥିରେ ସାମିଲ ଥିଲା 18 ଚୌକା ଓ 9 ଛକା। 237 ରନ୍କୁ ଚେଜ୍ କରିଥିବା ବେଳେ ରୋହିତଙ୍କ ଜବରଦସ୍ତ ଇନିଂସ ଖାସ୍ ଥିଲା। ତେବେ ମ୍ୟାଚ୍ ଆରମ୍ଭର 30 ମିନିଟ୍ରେ ଗୌତମ ଗମ୍ଭୀରଙ୍କୁ ଟାର୍ଗେଟ୍ କରିଥିବା ଆରମ୍ଭ କରିଥିଲେ ଦର୍ଶକ। ଷ୍ଟାଡିୟମରେ ଦଳର ସିଲେକ୍ଟର ଆର୍ପି ସିଂଙ୍କୁ ଦେଖାଇ ଗମ୍ଭୀର କୁଆଡ଼େ ଗଲେ ବୋଲି ବଡ଼ ଜୋରରେ ପାଟି କରିଥିଲେ ଦର୍ଶକ। ଗମ୍ଭୀର କେଉଁଠି ଅଛନ୍ତି, ଦେଖୁଛନ୍ତି ନା ନାହିଁ ବୋଲି ଜୋରରେ ଫ୍ୟାନ୍ ଚିଲାଇଥିଲେ। ବଡ଼ଦିନ ପୂର୍ବର ମୁକାବିଲାରେ ରୋହିତଙ୍କ ବ୍ୟାଟ୍ରୁ ହିଟମ୍ୟାନ୍ ଇନିଂସ ବାହାରିଥିଲା। ସେ ନିଜର ସମସ୍ତ ଫେଭରେଟ୍ ସଟ୍ ଖେଳିଥିଲେ। ପୁଲ୍ ସଟ୍ରୁ ଆରମ୍ଭ କରି ହୁକ୍ ସଟ୍ ଏବଂ କଭରରେ ଛକା ମାରିଥିଲେ। ପ୍ରାୟ 20,000 ଦର୍ଶକଙ୍କ ଆଗରେ ରୋହିତଙ୍କ ବ୍ୟାଟ୍ ଗର୍ଜିଥିଲା। ଦର୍ଶକ ମାଗଣାରେ ଏତେ ବଡ଼ ଇନିଂସର ସାକ୍ଷୀ ରହିଥିଲେ। ଚାକିରି, ସ୍କୁଲ, କଲେଜ ଛାଡ଼ି ସେମାନେ ରୋହିତଙ୍କୁ ଦେଖିବାକୁ ଆସିଥିଲେ। ରୋହିତ ମଧ୍ୟ ଦର୍ଶକଙ୍କ ଭଲ ପାଇବା ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ। ହାତ ଦେଖାଇ ଅଭିବାଦନ ଗ୍ରହଣ କରିଥିଲେ।